विश्वावसु विद्यापतिଙ୍କର ଅନ୍ଧକୁ ଖୋଳି ଖୋଲି ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବାକୁ କହିଲେ। ବିଦ୍ୟାପତି ଦେଖିଲେ ଛୋଟ ପାହାଡ଼ଟିଏ, ଘଞ୍ଚ ଜଙ୍ଗଲ ବନ, ଦୃଶ୍ୟ ଅପୂର୍ବ ରମଣୀୟ। ବ୍ୟାଘ୍ର ମଧ୍ୟରେ ଠାକୁର ବିରାଜିତ, ପ୍ରଭୁ ପାଷାଣ ରୂପଧାରୀ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଅଙ୍ଗରୁ ତେଜ ଉପରି ଦେଉଛି ଏବଂ ବାମପାଦ କନିଷ୍ଠ ଅଙ୍ଗୁଳିରୁ ମା ଗଙ୍ଗାଙ୍କର ଆବିର୍ଭାବ ହେଉଛି। ବିଦ୍ୟାପତି ପ୍ରଭୁଙ୍କୁ ସହସ୍ରବାର ପ୍ରଣାମ କରି ନିଜକୁ କୃତାର୍ଥ ମନେ କଲେ। ସମୟ ଜାଣି ବିଶ୍ୱାବସୁ ପୁନର୍ବାର ବିଦ୍ୟାପତିଙ୍କ ଆଖିରେ ବୁଗୁଳି ବାନ୍ଧି ଗୃହକୁ ପ୍ରତ୍ୟାବର୍ତ୍ତନ କଲେ। କିଛି ଦିନ ଯିବା ପରେ ବିଦ୍ୟାପତି ଲଳିତାଙ୍କୁ କହିଲେ, ପ୍ରାଣ ପ୍ରିୟ କିଛି ଦିନ ପାଇଁ ଗାଁକୁ ଯିବି। ଏ କଥା ଶୁଣି ଲଳିତା ନିଜ ମଧ୍ୟ ଯିବା ପାଇଁ କହିଲେ। ସ୍ୱାମୀର ସେବା ସ୍ତ୍ରୀର ଧର୍ମ, ତେଣୁ ମୁଁ ତୁମକୁ ଛାଡ଼ି ରହିପାରିବି ନାହିଁ। ହେଲେ ମୁଁ ତୁମର ଯିବାର କାରଣ ଜାଣିପାରିଛି। ତୁମେ ଇନ୍ଦ୍ରଦୁମ୍ନ ରାଜାଙ୍କୁ ଯାଇ ବିଷ୍ଣୁ ପ୍ରତିମାଙ୍କର ସନ୍ଧାନ କର। ଏହା ଶୁଣି ବିଦ୍ୟାପତି ଆଶ୍ଚର୍ଯ୍ୟ ହୋଇଗଲେ ଓ ଲଳିତାଙ୍କୁ ଚୁପ୍ ରହିବା ପାଇଁ ନିର୍ଦ୍ଦେଶ ଦେଲେ। କାରଣ ବିଶ୍ୱାବସୁ ଏ କଥା ଜାଣିଲେ ସବୁ କାର୍ଯ୍ୟ ବିଫଳ ହୋଇଯିବ। ସ୍ୱାମୀଙ୍କର